ଅନନ୍ୟ ଦିବ୍ୟତା ଓ ସମୃଦ୍ଧ ଇତିହାସର ମୁଖସାକ୍ଷୀ ମା ସମ୍ବେଶ୍ୱରୀ ମନ୍ଦିର। ଦେବୀ ସମଲେଶ୍ୱରୀ ସମ୍ବଲପୁରର ଆରାଧ୍ୟା ଦେବୀ। ମାଙ୍କ ନାମରେ ପ୍ରଖ୍ୟାତ ସମ୍ବଲପୁର ମନ୍ଦିର। ପ୍ରକୃତିର ଅପରୂପ ସୁଷମାର ଭଣ୍ଡାର ଅଟେ ସମ୍ବଲପୁର। ଚୌହାନ ବଂଶର ବଳରାମ ଦେବ ଥିଲେ ଏହାର ମୃଗର। ଧନୁର୍ଦ୍ଧର ବୀର ଦିନେ ଯାଆନ୍ତି ମୃଗା ବିନୋଦୀ ଏକ ଅଚମ୍ବିତ କଥା ଦୃଶ୍ୟପଟେ ହେଲେ ଅବଗତ। କୁକୁରଙ୍କୁ ସାଙ୍ଗେ ଧରି ରାଜଗାଡ଼ି କରିବାକୁ ଶିଖା। ମାତ୍ର ମହାନଦୀ କୂଳେ ଘଟିଲା ଏକ ବଡ଼ ଚମତ୍କାର। ଦେଖିଲେ ରାଜନ ତାଙ୍କ କୁକୁରକୁ ଗୋଳାଉଛି ଗୋଟେ ଶାସକ। ଦେଖି ଏହା ଆଚମ୍ବିତ ଦୃଶ୍ୟ ରାଜା ହେଲେ ହତବାକ୍। ମହାନଦୀ ବାମପଟେ ଥିଲା ଏକ ଶିମିଳିରେ ବୃକ୍ଷ। ବୃକ୍ଷ ମୂଳେ ଅକସ୍ମାତ୍ ଶାସକ ହେଲେ ଅନ୍ତର୍ଦ୍ଧାନ। ଦେଖି ଚିନ୍ତାମଗ୍ନ ରାଜା ଶିବିରକୁ କଲେ ପ୍ରସ୍ଥାନ। ନିଦ୍ରାକାଳେ ଦେଖି ରାଜା ଏକ ଅଦ୍ଭୁତ ସ୍ୱପ୍ନ। ଉଜାଗର ହୋଇ ରାଜା ବସିଲେ ତୁରନ୍ତ। ଦେବୀ ସମ୍ବେଶ୍ୱରୀ ସ୍ୱପ୍ନ କହିଲେ, ନଦୀ ବକ୍ଷେ ରହିଅଛି ଗୁମଦର, ରହୁଛି ମୁଇଁ ଏବେ ତାହାରି ମଧ୍ୟ। ସିଙ୍ଗି ବୃକ୍ଷ ମୂଳେ ମୋତେ କରହି ସ୍ଥାପନ, ଏଥିପାଇଁ ମନ୍ଦିର ନିର୍ମାଣ କରହି ରାଜ। ସ୍ୱପ୍ନାବେଶରେ ଦେବୀ ଅନ୍ତର୍ଦ୍ଧାନ ହେଲେ। ନିଦ୍ରା ତେଜି ଦେବୀଙ୍କୁ ଯେ ଭାବିଲେ ରାଜନ। ଶିମିଳି ବୃକ୍ଷ ମୂଳେ ରାଜା ଦେବୀ ସମଲେଶ୍ୱରୀ କରିଲେ ସ୍ଥାପନ। ଶତାବ୍ଦୀ ଶତାବ୍ଦୀ ଧରି ଦେବୀ ହେଉଛନ୍ତି ସେଠାରେ ଆସିଲେ। ସ୍ୱପ୍ନାଦେଶ ଅନୁରୂପ ରାଜା ଆରମ୍ଭରେ ମନ୍ଦିର ନିର୍ମାଣ। ମାତ୍ର ସମସ୍ତ ଉଦ୍ୟମ ତାଙ୍କ ଐରାଜୀବନ୍ଧ। ଦେବୀ ସମଲେଶ୍ୱରୀଙ୍କ ପରମ ଭକ୍ତ ବଳରାମ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ଆସିଲେ ଆଗେଇ ସମ୍ପନ୍ନ କରିବାକୁ ମନ୍ଦିର ନିର୍ମାଣ। ଭୌତିକର ଦିବ୍ୟତା ଓ ସମୃଦ୍ଧିର ପ୍ରାଣବନ୍ତର ବରାହ ଚିହ୍ନିତ ମୁଖ ଭାବ ଅନୁପମ। ଦୀପ୍ତିସ୍ତଳେ ମାଙ୍କ ଭବ୍ୟ ପ୍ରତୀକ ସ୍ୱରଂ ନାଟ୍ୟଟି ରୋଗ ଦୋଷ ବଳି ଖଣ୍ଡିତ। ତୁମେ ନେଇନାହ ତାହାର ରୂପ। ପ୍ରାଚୀନ କାଳରୁ ମନ ମଧ୍ୟରେ ରହିଅଛ ମାତ୍ର।